ଖାତିଗୁଡ଼ାଠାରେ ବହୁ ଆଡ଼ମ୍ବରରେ ରଥଯାତ୍ରା ଅନୁଷ୍ଠିତ ଯୋଗଦେଲେ ତେନ୍ତଲିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଆଜି ହେଉଛି ପବିତ୍ର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ପୁରପଲ୍ଲୀ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ଜଗତରେ କେବଳ ଗୋଟିଏ ଠାକୁର ଯିଏକି ମନ୍ଦିର ଛାଡ଼ି ଭକ୍ତଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥାନ୍ତି। ଅଣସର ସାରି ଗତକାଲି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ପରେ ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତଲିଖୁଣ୍ଟି ବ୍ଲକ ଖାତିଗୁଡ଼ାଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରଥ ଟାଣିବାକୁ ଆଖପାଖରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆଜି ସକାଳୁ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜା ପାଠ ଆରମ୍ଭ ହେବା ସହ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଅପରାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ପରେ ଶ୍ରୀ ଗୋପାଳକୃଷ୍ଣ ଭଞ୍ଜଙ୍କ ଦ୍ୱାରା ରଥରେ ଛେରାପରା କରାଯାଇ ଅପରାହ୍ନ 4:30 ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରଥଯାତ୍ରାରେ ପାରମ୍ପରିକ ନୃତ୍ୟ ସଂକୀର୍ତ୍ତନ ଘଣ୍ଟ ବାଦ୍ୟ ସହ ଶ୍ରଦ୍ଧାଳୁଙ୍କୁ ହରିବୋଲ ହୁଳୁହୁଳିରେ ସମଗ୍ର ପରିବେଶ ଉଲ୍ଲାସିତ ହୋଇ ଉଠିଥିଲା। ଏହି ଅବସରରେ ତେନ୍ତଲିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ, ସ୍ଥାନୀୟ ରାଜନେତା ସମେତ ହଜାର ହଜାର ଭକ୍ତ ଉପସ୍ଥିତ ରହିଥିଲେ।